ଇସାଇୟା ପୁସ୍ତକ ଅଧ୍ୟାୟ 5। ପ୍ରଭୁଙ୍କର ଦ୍ରାକ୍ଷା ଉଦ୍ୟାନ। ମୋର ପ୍ରିୟତମ ଉଦ୍ଦେଶ୍ୟରେ ଓ ତାଙ୍କ ଦ୍ରାକ୍ଷା ଉଦ୍ୟାନ ପ୍ରତି ତାହାଙ୍କର ସ୍ନେହ ବିଷୟରେ ମୁଁ ଏକ ଗୀତ ଗାନ କରିବି। ଅତ୍ୟଧିକ ଉର୍ବରତା ବିଶିଷ୍ଟ ଏକ ପାହାଡ଼ ଉପରେ ମୋ ପ୍ରିୟତମଙ୍କର ଏକ ଦ୍ରାକ୍ଷା ଉଦ୍ୟାନ ଥିଲା। ତାହାଙ୍କୁ ଖୋଲି ସେ ତନ୍ମଧ୍ୟରୁ ପଥର ସବୁ ଅପସାରଣ କଲେ ଓ ଉତ୍ତମ ଦ୍ରାକ୍ଷାଲତା ସବୁକୁ ସେଥିରେ ରୋପଣ କଲେ। ସେ ତନ୍ମଧ୍ୟରେ ଏକ ପହରା ଗମ୍ବୁଜ ନିର୍ମାଣ କଲେ ଓ ଏକ ପେଶା ଯନ୍ତ୍ର ସ୍ଥାପନ କଲେ। ସେ ଆଶା କଲେ ଯେ ତାହା ଉତ୍ତମ ଦ୍ରାକ୍ଷା ଉତ୍ପନ୍ନ କରିବ, କିନ୍ତୁ ତାହା ବନ୍ୟ ଦ୍ରାକ୍ଷା ଫଳ ଉତ୍ପନ୍ନ କଲା। ହେ ଜେରୁସଲେମ ବାସୀମାନେ, ହେ ଯୁଦାବାସୀମାନେ, ବର୍ତ୍ତମାନ ତୁମେମାନେ ନିଜେ ମୋର ତଥା ମୋର ଦ୍ରାକ୍ଷା ଉଦ୍ୟାନ ମଧ୍ୟରେ ବିଚାର କର। ମୋର ଦ୍ରାକ୍ଷା ଉଦ୍ୟାନ ସକାଶେ ଅଧିକ କିଛି କରିବା ପାଇଁ ଏପରି କ'ଣ ଥିଲା ଯାହା ମୁଁ କରିନାହିଁ? ସେଥିରୁ ଉତ୍ତମ ଦ୍ରାକ୍ଷା ଫଳ ପାଇବା ପାଇଁ ମୁଁ ଯେବେ ଆଶା କଲି, ତେବେ କାହିଁକି ତାହା ବନ୍ୟ ଦ୍ରାକ୍ଷା ଫଳ ଉତ୍ପନ୍ନ କଲା? ସୁତରାଂ ମୋର ଦ୍ରାକ୍ଷା ଉଦ୍ୟାନ ପ୍ରତି ମୁଁ ଯାହା କରିବି, ତାହା ମୁଁ ବର୍ତ୍ତମାନ ତୁମକୁ କହିବି। ତାହାର ବାଡ଼ ଅପସାରଣ କରି ତାହା ବିନଷ୍ଟ ହେବା ପାଇଁ ମୁଁ ଛାଡ଼ିଦେବି। ତାହା ଯେପରି ପଦଦଳିତ ହୁଏ, ସେଥିପାଇଁ ମୁଁ ତାହାର କାନ୍ଥ ଭାଙ୍ଗିଦେବି। ମୁଁ ତାହାକୁ ଶୂନ୍ୟ କରିବି। ତାହାର ଶାଖା ସବୁ କଟା ହେବ ନାହିଁ କିମ୍ବା ତାହାର ମୂଳ ଖୋଲା ହେବ ନାହିଁ। ନାକକଳି ତଥା କଣ୍ଟକ ବୁଦା ସେଠାରେ ବୃଦ୍ଧିପ୍ରାପ୍ତ ହେବ। ତାହା ଉପରେ ବୃଷ୍ଟିପାତ ଯେପରି ନ ହୁଏ, ତନ୍ନିମନ୍ତେ ମୁଁ ମେଘମାଳାକୁ ନିର୍ଦ୍ଦେଶ ଦେବି। କାରଣ ସେନାଧୀଶ ପ୍ରଭୁଙ୍କର ଉଦ୍ୟାନ ଅଟେ, ଇସ୍ରାଏଲର ଗୃହ ଓ ଯୁଦାବାସୀମାନେ ତାହାଙ୍କର ଆନନ୍ଦଦାୟକ ଉଦ୍ଭିଦ ଅଟନ୍ତି। ନୀତିନିଷ୍ଠା ପାଇଁ ସେ ଅପେକ୍ଷା କଲେ, କିନ୍ତୁ ଦେଖ, ରକ୍ତପାତ, ନ୍ୟାୟପରାୟଣତା ପାଇଁ ସେ ଆଶା କଲେ, କିନ୍ତୁ ଦେଖ, ଏକ କ୍ରନ୍ଦନ ସ୍ୱର। ଅଭିଶାପ। ସେଠାରେ ଆଉ ସ୍ଥାନ ନ ରହିବା ପର୍ଯ୍ୟନ୍ତ ଯେଉଁମାନେ ଗୋଟିଏ ଗୃହ ସହ ଅନ୍ୟଟି ଗୃହ ଓ ଏକ କ୍ଷେତ ସହ ନିକଟବର୍ତ୍ତୀ କ୍ଷେତ ଯୋଗାଇ ଦେଶରେ ଏକାକୀ ବାସ କରନ୍ତି, ସେମାନଙ୍କୁ ଧିକ୍। ସେନାଧୀଶ ପ୍ରଭୁ ଶପଥପୂର୍ବକ ମୋତେ କହିଅଛନ୍ତି, ସଂଖ୍ୟାଧିକ ଗୃହ ନିଶ୍ଚୟ ବିଜନ ହେବ। ବିଶାଳ ତଥା ସୁନ୍ଦର ଗୃହ ସକଳ ଅଧିବାସୀମାନଙ୍କଠାରୁ ବଞ୍ଚିତ ହୋଇ ରହିବ। 10 ମାଣ ବିସ୍ତୃତ ଦ୍ରାକ୍ଷାକ୍ଷେତ କେବଳ ଏକ ବାତ୍ ଦ୍ରାକ୍ଷା ଉତ୍ପନ୍ନ କରିବ ଓ ଏକ ହୋମେର ବିହନ 1 ଏଫା ପରିମାଣର ଶସ୍ୟ ଉତ୍ପନ୍ନ କରିବ। ମାଦକ ଦ୍ରବ୍ୟର ପଶ୍ଚାଦ୍ଧାବନ କରିବା ପାଇଁ ଯେଉଁମାନେ ଅତି ପ୍ରତ୍ୟୁଷରେ ଉଠନ୍ତି ଓ ଦ୍ରାକ୍ଷାରସ ଦ୍ୱାରା ପାନୋନ୍ମତ୍ତ ହେବା ପାଇଁ ଅତି ରାତି ଯାଏ ଅନିଦ୍ରିତ ହୁଅନ୍ତି, ସେମାନଙ୍କୁ ଧିକ୍। ସେମାନେ ବୀଣା, ସାରଙ୍ଗ, ବାଦ୍ୟଯନ୍ତ୍ର, ବଂଶୀ ତଥା ଦ୍ରାକ୍ଷାରସ ଦ୍ୱାରା ଭୋଜି ଉତ୍ସବ କରନ୍ତି, କିନ୍ତୁ ସେମାନେ ପ୍ରଭୁଙ୍କ କାର୍ଯ୍ୟକଳାପ ସମ୍ବନ୍ଧରେ ଆଲୋଚନା କରନ୍ତି ନାହିଁ କିମ୍ବା ତାହାଙ୍କର ହସ୍ତକୃତ କର୍ମକୁ ନିରୀକ୍ଷଣ କରନ୍ତି ନାହିଁ। ସୁତରାଂ ମୋର ସ୍ୱଜନ ଅଜ୍ଞାନହତା ହେତୁ ବନ୍ଦୀ ହୋଇ ନିର୍ବାସିତ ହୁଅନ୍ତି। ସେମାନଙ୍କ ଶ୍ରଦ୍ଧାସ୍ପଦ ବ୍ୟକ୍ତିମାନେ କ୍ଷୁଧାତୁର ହୋଇ ମୃତ୍ୟୁ ମୁଖରେ ପଡ଼ନ୍ତି ଓ ସେମାନଙ୍କ ଜନସାଧାରଣ ତୃଷାତୁର ହୋଇ କାଳାତିପାତ କରନ୍ତି। ସୁତରାଂ ପାତାଳ ତାହାର କ୍ଷୁଧା ବଢ଼ାଏ ଓ ତାହାର ମୁଖକୁ ସୀମାତୀତ ଭାବେ ଖୋଲିଦିଏ। ଜେରୁସଲେମର କୁଳୀନ ବ୍ୟକ୍ତିମାନେ, ଜନସାଧାରଣ, ସେଠାକାର ବିଶାଳ ଜନତା ଓ ଯେଉଁମାନେ ତାହା ସମ୍ବନ୍ଧରେ
ଗୌରବବୋଧ କରନ୍ତି ସେମାନେ ତନ୍ମଧ୍ୟକୁ ଅବତରଣ କରନ୍ତି। ମନୁଷ୍ୟ ବିନୀତ କରାହୁଏ, ଲୋକେ ଅବନମିତ ହୁଅନ୍ତି, ଅହଙ୍କାରୀମାନେ ଚକ୍ଷୁନତ କରନ୍ତି। କିନ୍ତୁ ନ୍ୟାୟ ବିଚାର ପୂର୍ବକ ସେନାଧୀଶ ପ୍ରଭୁ ଉନ୍ନତ ଅଟନ୍ତି ଓ ପବିତ୍ର ଈଶ୍ୱର ନୀତିନିଷ୍ଠା ସହକାରେ ତାହାଙ୍କ ପବିତ୍ରତା ସକାଶେ ପ୍ରକାଶ କରନ୍ତି। ସେ ସମୟରେ ଚାରଣଭୂମିରେ ଚରୁଥିବା ପରି ସେଠାରେ ମେଷଶାବକମାନେ ଚରିବେ। ହୃଷ୍ଟପୃଷ୍ଟ ପଶୁ ସକଳ ତଥା ମେଷଶାବକମାନେ ଧ୍ୱଂସାବଶେଷ ମଧ୍ୟରେ ଚରିବେ। ଯେଉଁମାନେ ମିଥ୍ୟା ରୂପକ ରଜ୍ଜୁ ଦ୍ୱାରା ଦୋଷ ଟାଣି ଆଣନ୍ତି ଓ ଶକଟ ରଜ୍ଜୁ ଦ୍ୱାରା ପାପ ଟାଣି ଆଣନ୍ତି ସେମାନଙ୍କୁ ଧିକ୍। ସେମାନେ କହନ୍ତି, ଆମେମାନେ ଯେପରି ଦେଖିପାରିବୁ, ସେଥି ନିମନ୍ତେ ପ୍ରଭୁ ତ୍ୱରିତ ହୁଅନ୍ତୁ, ସେ ଶୀଘ୍ର ତାହାଙ୍କ କାର୍ଯ୍ୟ କରନ୍ତୁ। ଇସ୍ରାଏଲର ସେହି ପବିତ୍ରତମଙ୍କ ଉଦ୍ଦେଶ୍ୟ ଆସନ୍ନ ହେଉ ଓ ଆମେମାନେ ଯେପରି ଜାଣିପାରିବା, ସେଥି ସକାଶେ ତାହା ଉପସ୍ଥିତ ହେଉ। ଯେଉଁମାନେ ଅମଙ୍ଗଳକୁ ମଙ୍ଗଳ ଓ ମଙ୍ଗଳକୁ ଅମଙ୍ଗଳ କହନ୍ତି, ଅନ୍ଧକାରକୁ ଆଲୋକ ଓ ଆଲୋକକୁ ଅନ୍ଧକାର ବୋଲି ବିବେଚନା କରନ୍ତି ଏବଂ ତିକ୍ତକୁ ମଧୁର ଓ ମଧୁରକୁ ତିକ୍ତ ରୂପେ ପରିଗଣନା କରନ୍ତି ସେମାନଙ୍କୁ ଧିକ୍। ଯେଉଁମାନେ ନିଜ ଦୃଷ୍ଟିରେ ବିଜ୍ଞ ଓ ନିଜ ଧାରଣାରେ ବୁଦ୍ଧିମାନ ସେମାନଙ୍କୁ ଧିକ୍। ଯେଉଁମାନେ ଦ୍ରାକ୍ଷାରସ ପାନ ଦିଗରେ ବୀର ଓ ମାଦକ ଦ୍ରବ୍ୟର ମିଶ୍ରଣ ପାଇଁ ଚତୁର ଅଟନ୍ତି ସେମାନଙ୍କୁ ଧିକ୍। ଯେଉଁମାନେ ଲାଞ୍ଚ ଗ୍ରହଣ କରି ଅପରାଧୀକୁ ମୁକ୍ତ କରନ୍ତି ଓ ନିର୍ଦ୍ଦୋଷୀକୁ ନ୍ୟାୟରୁ ବଞ୍ଚିତ କରନ୍ତି ସେମାନଙ୍କୁ ଧିକ୍। ସୁତରାଂ ନଡ଼ା ଯେପରି ଅଗ୍ନି ଜିହ୍ୱା ଦ୍ୱାରା ଗ୍ରାସିତ ହୁଏ ଓ ଅଗ୍ନି ଶିଖାରେ ଶୁଷ୍କ ତୃଣ ଯେପରି ଭସ୍ମରେ ପରିଣତ ହୁଏ, ସେହିପରି ସେମାନଙ୍କ ମୂଳ ଜରାଜୀର୍ଣ୍ଣ ହେବ ଓ ଧୂଳି ସମ ସେମାନଙ୍କ ପୁଷ୍ପ ଉଡ଼ିଯିବ। କାରଣ ସେମାନେ ସେନାଧୀଶ ପ୍ରଭୁଙ୍କର ବିଧାନ ଅସ୍ୱୀକାର କରିଅଛନ୍ତି ଓ ଇସ୍ରାଏଲର ପବିତ୍ରତମଙ୍କର ବଚନକୁ ଅବମାନନା କରିଅଛନ୍ତି। ସୁତରାଂ ତାହାଙ୍କ ସ୍ୱଜନମାନଙ୍କ ବିରୁଦ୍ଧରେ ପ୍ରଭୁଙ୍କର କ୍ରୋଧାଗ୍ନି ପ୍ରଜ୍ୱଳିତ ହେଲା ଓ ତାହାଙ୍କ ହସ୍ତ ପ୍ରସାର କରି ସେ ସେମାନଙ୍କୁ ଆଘାତ କଲେ ଏବଂ ପର୍ବତ ସମୂହ ପ୍ରକମ୍ପିତ ହେଲା ତଥା ସେମାନଙ୍କ ମୃତ ଶରୀର ରାସ୍ତା ଉପରେ ଅଳିଆ ସଦୃଶ ପଡ଼ି ରହିଲା। ତଥାପି ତାହାଙ୍କର କ୍ରୋଧ ଉପଶମିତ ହେଲା ନାହିଁ ଓ ତାହାଙ୍କର ହସ୍ତ ଆହୁରି ପ୍ରସାରିତ ହୋଇ ରହିଛି। ଏକ ସୁଦୂରସ୍ଥ ଜନତା ପାଇଁ ସେ ଏକ ସଂକେତ ଉଠାଇବେ। ସୁଷୁରି ମାରି ସେ ସେମାନଙ୍କୁ ପୃଥିବୀର ପ୍ରାନ୍ତରୁ ଡାକିବେ। ଆଉ ଦେଖ, ସେମାନେ ଦ୍ରୁତ ଗତିରେ ଆସନ୍ତି, କେହି କ୍ଳାନ୍ତ ହେଉନାହିଁ, କେହି ଝୁଣ୍ଟି ପଡ଼ୁନାହିଁ, କେହି ତନ୍ଦ୍ରାଚ୍ଛନ୍ନ ହେଉନାହିଁ କିମ୍ବା ଶୋଇ ପଡ଼ୁନାହିଁ। କାହାର କୋଟି ବସ୍ତ୍ର ଢିଲା ନୁହେଁ, କାହାର ପାଦୁକା ବନ୍ଧନୀ ଛିଡ଼ି ଯାଉନାହିଁ। ସେମାନଙ୍କର ସ୍ୱର ତୀକ୍ଷ୍ଣ ଓ ସେମାନଙ୍କ ଧନୁ ବକ୍ର ଅଟେ। ସେମାନଙ୍କ ଘଟକର ଖୁରା ଚକମକି ପଥର ସଦୃଶ ଓ ସେମାନଙ୍କ ରଥର ଚକ୍ର ସବୁ ଘୂର୍ଣ୍ଣିବାୟୁ ତୁଲ୍ୟ ଅଟେ। ସେମାନଙ୍କ ଗର୍ଜନ ସିଂହ ଗର୍ଜନ ସଦୃଶ, ସେମାନେ ଯୁବା ସିଂହ ସଦୃଶ ଗର୍ଜନ କରନ୍ତି। ସେମାନେ ଗର୍ଜନ କରନ୍ତି ଓ ନିଜ ଶିକାରକୁ ଧରି ଟାଣି ନେଇ ଯାଆନ୍ତି। କେହି ସେମାନଙ୍କ ହସ୍ତରୁ ମୁକ୍ତ କରିପାରିବ ନାହିଁ। ତାହା ଦେଖି ସେମାନେ ସେହି ଦିନ ସମୁଦ୍ର ଗର୍ଜନ ସଦୃଶ ଗର୍ଜନ କରିବେ। କେହି ଯଦି ଦେଶକୁ ଦେଖେ, ତେବେ ସେ କେବଳ ଅନ୍ଧକାର ତଥା ସଙ୍କଟ ଦେଖିବ, ମେଘମାଳା ଆଲୋକକୁ ତମସାବୃତ କରିବ। ଅଧ୍ୟାୟ 6। ଜିସାୟାଙ୍କ ଆହ୍ୱାନ। ଯେଉଁ ବର୍ଷ ରାଜା ଉସିୟାଙ୍କର ମୃତ୍ୟୁ ଘଟିଲା, ସେହି ବର୍ଷରେ ପ୍ରଭୁ ଏକ ଉଚ୍ଚ ତଥା ଉନ୍ନତ ସିଂହାସନରେ ଆସୀନ ହୋଇଥିବା ମୁଁ ଦେଖିବାକୁ ପାଇଲି। ତାହାଙ୍କର ବସ୍ତ୍ରାଚଳ ଦେବାଳୟକୁ ପରିପୂର୍ଣ୍ଣ କରିଥିଲା। ତାହାଙ୍କ ଚତୁଃପାର୍ଶ୍ୱରେ ସେରାଫ୍ ବୃନ୍ଦ
ଦଣ୍ଡାୟମାନ ଥିଲେ। ପ୍ରତ୍ୟେକ 6ଟି ଲେଖାଏଁ ପକ୍ଷ ବିଶିଷ୍ଟ ଥିଲେ। ସେମାନେ 2 ପକ୍ଷ ଦ୍ୱାରା ନିଜ ମୁଖ ଓ ଅନ୍ୟ 2ଟି ଦ୍ୱାରା ନିଜ ନିଜ ପାଦକୁ ଆଚ୍ଛାଦନ କରିଥିଲେ। ଅବଶିଷ୍ଟ 2ଟି ଦ୍ୱାରା ସେମାନେ ଉଡ଼ୁଥିଲେ। ପରସ୍ପରକୁ ଡାକି ସେମାନେ କହୁଥିଲେ, ପବିତ୍ର ପବିତ୍ର ସେନାଧୀଶ ପ୍ରଭୁ ପବିତ୍ର, ସମଗ୍ର ପୃଥିବୀ ତାହାଙ୍କର ମହିମାରେ ପରିପୂର୍ଣ୍ଣ। ସେମାନଙ୍କର ସେହି ଘୋଷଣା ଶବ୍ଦ ଦ୍ୱାରା ମଣ୍ଡପର ଭିତ୍ତିମୂଳ ପ୍ରକମ୍ପିତ ହେଲା ଓ ଦେବାଳୟ ଧୂମ ଦ୍ୱାରା ପରିପୂରିତ ହେଲା। ସେ ସମୟରେ ମୁଁ କହିଲି, ମୋତେ ଧିକ୍, ମୁଁ ବିନାଶ ହେଲି, କାରଣ ମୁଁ ଅଶୁଦ୍ଧ ଅଧର ବିଶିଷ୍ଟ ଜଣେ ବ୍ୟକ୍ତି ଓ ଅଶୁଦ୍ଧ ଅଧର ବିଶିଷ୍ଟ ଏକ ଜନତା ମଧ୍ୟରେ ମୁଁ ବାସ କରେ। କାରଣ ମୋର ଚକ୍ଷୁ ସେନାଧୀଶ ପ୍ରଭୁ ରାଜାଙ୍କର ଦର୍ଶନ ଲାଭ କରିଅଛି। ସେ ସମୟରେ ଚିମୁଟା ଦ୍ୱାରା ବଳିପୀଠରୁ ଖଣ୍ଡେ ଜ୍ୱଳନ୍ତ ଅଙ୍ଗରା ଧରି ସେରାଫମାନଙ୍କ ମଧ୍ୟରୁ ଜଣେ ମୋର ସମୀପକୁ ଉଡ଼ି ଆସିଲେ। ମୋ ଅଧରରେ ତାହା ଦ୍ୱାରା ସ୍ପର୍ଶ କରି ସେ ମୋତେ କହିଲେ, ଦେଖ, ଏହା ତୁମ ଅଧରକୁ ସ୍ପର୍ଶ କରିଅଛି। ତୁମ ଦୋଷ ଅପସାରିତ ଓ ତୁମ ପାପ କ୍ଷମିତ ହେଲା। ତତ୍ପରେ ମୁଁ ପ୍ରଭୁଙ୍କ କଥା ଶୁଣିବାକୁ ପାଇଲି, ମୁଁ କାହାକୁ ପଠାଇବି? ମୋ ନିମନ୍ତେ କିଏ ଯିବ? ତହୁ ମୁଁ କହିଲି, ଏହି ମୁଁ, ମୋତେ ପଠାଅ। ସେ ପୁଣି କହିଲେ, ଯାଅ, ଏହି ଜନତାକୁ କୁହ, ତୁମେମାନେ ବାରମ୍ବାର ଶୁଣିବ କିନ୍ତୁ ବୁଝିବ ନାହିଁ, ତୁମେମାନେ ବାରମ୍ବାର ଦେଖିବ କିନ୍ତୁ ଉପଲବ୍ଧି କରିବ ନାହିଁ। ସେମାନେ ଯେପରି ନିଜ ଚକ୍ଷୁରେ ନ ଦେଖନ୍ତି, କାନରେ ନ ଶୁଣନ୍ତି, ହୃଦୟରେ ନ ବୁଝନ୍ତି ଓ ମନ ପରିବର୍ତ୍ତନ କରି ଆରୋଗ୍ୟ ପ୍ରାପ୍ତ ନ ହୁଅନ୍ତି, ସେଥି ନିମନ୍ତେ ଏହି ଜନତାର ହୃଦୟକୁ କଠିନ କର, ସେମାନଙ୍କର କର୍ଣ୍ଣକୁ ରୁଦ୍ଧ କର ଓ ସେମାନଙ୍କ ଚକ୍ଷୁକୁ ମୁଦ୍ରିତ କର। ସେ ସମୟରେ ମୁଁ ପଚାରିଲି, ହେ ପ୍ରଭୁ, କେତେ କାଳ ପର୍ଯ୍ୟନ୍ତ? ପୁଣି ସେ କହିଲେ, ନଗରୀ ସମୂହ ଅଧିବାସୀ ବିହୀନ ହୋଇ ବିଜନ ହେବା, ଗୃହଗୁଡ଼ିକ ଜନହୀନ ହେବା ଓ ସମଗ୍ର ଦେଶ ସମ୍ପୂର୍ଣ୍ଣ ଭାବେ ନିର୍ଜନ ହେବା ପର୍ଯ୍ୟନ୍ତ। ଆଉ ପ୍ରଭୁ ଲୋକମାନଙ୍କୁ ସୁଦୂରକୁ ତଡ଼ିଦେବା ଓ ଦେଶରେ ସଂଖ୍ୟାଧିକ ପରିତ୍ୟକ୍ତ ସ୍ଥାନ ହେବା ପର୍ଯ୍ୟନ୍ତ। ସେଠାରେ ଯଦିଓ 1/10 ଅବଶିଷ୍ଟ ହୋଇ ରହିବ, ତଥାପି ତାହା ପୁନରାୟ ଦଗ୍ଧୀଭୂତ ହେବ। ତାର୍ପିନ ବୃକ୍ଷ କିମ୍ବା ଓକ୍ ବୃକ୍ଷ କଟା ହେଲା ପରେ ଯେପରି ତା'ର ଗଣ୍ଡି ରହିଥାଏ, ସେହିପରି ତାହା ମଧ୍ୟ ଅବଶିଷ୍ଟ ହୋଇ ରହିବ। ଏହି ଗଣ୍ଡି ଏକ ପବିତ୍ର ଜୀବ ସଦୃଶ ହେବ। ଅଧ୍ୟାୟ 7 ଇମାନୁଏଲଙ୍କ ସମ୍ବନ୍ଧୀୟ ପ୍ରବଚନ। ଆହାସଙ୍କ ଉଦ୍ଦେଶ୍ୟରେ ପ୍ରଥମ ଚେତାବନୀ। ଜୁଦାର ରାଜା ଉସିଆଙ୍କ ପୌତ୍ର ତଥା ଯୋଥାମଙ୍କ ପୁତ୍ର ଆହାସଙ୍କ ରାଜତ୍ୱରେ ସିରିଆର ରାଜା ରେସିନ୍ ଓ ରେମାଲିଆଙ୍କ ପୁତ୍ର ଇସ୍ରାଏଲର ରାଜା ପେକା ଜେରୁସାଲେମ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲେ। କିନ୍ତୁ ସେମାନେ ତାହାକୁ ପରାଜିତ କରିପାରିବେ ନାହିଁ। ଯେତେବେଳେ ଦାବିଦଙ୍କ ଗୃହରେ କୁହାଗଲା ଯେ ଇଫ୍ରାଇମ୍ ସହ ସିରିଆ ସନ୍ଧି କରିଅଛି, ସେତେବେଳେ ବତାସ ଦ୍ୱାରା ଅରଣ୍ୟର ବୃକ୍ଷ ସମୂହ ଯେପରି ଆନ୍ଦୋଳିତ ହୁଏ, ସେହିପରି ତାଙ୍କର ତଥା ତାଙ୍କ ଜନତାର ହୃଦୟ କମ୍ପିତ ହେଲା। ତହୁଁ ପ୍ରଭୁ ଯିଶାୟାଙ୍କୁ କହିଲେ, ତୁମ ପୁତ୍ର ସେୟାର-ଜାସୁବ ସହିତ ତୁମେ ରଜକର କ୍ଷେତ ଆଡ଼େ ଥିବା ରାଜପଥ ସମୀପବର୍ତ୍ତୀ ଉପର ପୁଷ୍କରିଣୀର ଜଳବାହୀ ନାଳର ଶେଷ ଭାଗକୁ ଯାଇ ଆହାସକୁ ସାକ୍ଷାତ କର ଓ ତାକୁ କୁହ, ମନୋନିବେଶ ପୂର୍ବକ ଶୁଣ, ଶାନ୍ତିଚିତ୍ତ ହୁଅ ଓ ଭୀତତ୍ରସ୍ତ ହୁଅ ନାହିଁ। ଯେଉଁମାନେ କୁହୁଳୁଥିବା 2ଟି କାଠ ଗଣ୍ଠି ମାତ୍ର, ସେହି ରେସିନ୍ ଓ ସିରିଆ ଏବଂ
ରେମାଲିଆର ପୁତ୍ର ଭୀଷଣ କ୍ରୋଧ ଯୋଗୁଁ ତୁମ ହୃଦୟକୁ ହତାଶ ହେବାକୁ ଦିଅ ନାହିଁ। କାରଣ ରେମାଲିଆର ପୁତ୍ର ଓ ଏଫ୍ରାଏମ୍ ସହିତ ସିରିଆ ତୁମ ବିରୁଦ୍ଧରେ ଗୁପ୍ତ ଷଡ଼ଯନ୍ତ୍ର କରି କହିଅଛି। ଜୁଦା ବିରୁଦ୍ଧରେ ପ୍ରସ୍ଥାନ କରି ଆମେମାନେ ତାହାକୁ ଭୟଭୀତ କରୁ ଓ ତାହା ଆକ୍ରମଣ କରି ତାବେଲର ପୁତ୍ରକୁ ତାହାର ରାଜା ରୂପେ ନିୟୋଜିତ କରୁ। ସୁତରାଂ ପ୍ରଭୁ ଈଶ୍ୱର ଏହିପରି କହନ୍ତି, ତାହା ସମ୍ଭବ ହେବ ନାହିଁ, ତାହା କେବେ ହେଁ ଘଟିବ ନାହିଁ। କାରଣ ସିରିଆର ମସ୍ତକ ଦାମାସ୍କସ୍ ଓ ଦାମାସ୍କସ୍ର ମସ୍ତକ ରେସିନ୍ ଅଟେ। 65 ବର୍ଷ ମଧ୍ୟରେ ଏଫ୍ରାଇମ୍ ଏପରି ଛିନ୍ନ ବିଚ୍ଛିନ୍ନ ହେବ ଯେ ତାହା ପୁଣି କେବେ ହେଁ ଏକ ଜନତା ରୂପେ ବିବେଚିତ ହେବ ନାହିଁ। ଏଫ୍ରାଇମ୍ର ମସ୍ତକ ସାମାରିଆ ଓ ସାମାରିଆର ମସ୍ତକ ରେମାଲିଆର ପୁତ୍ର ଅଟେ। ତୁମେ ଯଦି ବିଶ୍ୱାସ ନ କରିବ, ତେବେ ତୁମେ ପ୍ରତିଷ୍ଠିତ ନ ହେବ। ଆହାସଙ୍କ ଉଦ୍ଦେଶ୍ୟରେ ଦ୍ୱିତୀୟ ଚେତାବନୀ ଏମାନୁଏଲଙ୍କର ଚିହ୍ନ। ପ୍ରଭୁ ପୁଣି ଆହାସଙ୍କୁ କହିଲେ, ପ୍ରଭୁ ତୁମ ଈଶ୍ୱରଙ୍କ ଠାରୁ ଏକ ଚିହ୍ନ ଭିକ୍ଷା କର, ତାହା ପାତାଳ ସଦୃଶ ଅଗାଧ କିମ୍ବା ନଭମଣ୍ଡଳ ସଦୃଶ ଉନ୍ନତ ହେଉ। କିନ୍ତୁ ଆହାସ ଉତ୍ତର ଦେଲେ, ମୁଁ ତାହା ଭିକ୍ଷା କରିବି ନାହିଁ ଓ ପ୍ରଭୁଙ୍କୁ ପରୀକ୍ଷା କରିବି ନାହିଁ। ସେ ସମୟରେ ସେ କହିଲେ, ହେ ଦାବିଦଙ୍କ ଗୃହ ଶୁଣ, ମନୁଷ୍ୟକୁ ବିରକ୍ତ କରିବା କ୍ଷୁଦ୍ର ବିଷୟ ଅଟେ। ଏହିପରି ମନେ କରୁଥିବା ଯୋଗୁଁ ତୁମେ କ'ଣ ମୋର ଈଶ୍ୱରଙ୍କର ଧୈର୍ଯ୍ୟଶୀଳତାକୁ ମଧ୍ୟ ପରୀକ୍ଷା କରିବ? ସୁତରାଂ ସ୍ୱୟଂ ପ୍ରଭୁ ତୁମକୁ ଏକ ଚିହ୍ନ ପ୍ରଦାନ କରିବେ। ଅନ୍ତଃସତ୍ତ୍ୱା ହୋଇ ଜଣେ ଯୁବତୀ ଏକ ପୁତ୍ର ସନ୍ତାନ ଜନ୍ମ ଦେବ। ସେ ତାକୁ ଇମାନୁଏଲ ନାମରେ ନାମିତ କରିବ। ଅସତ୍କୁ ଉପେକ୍ଷା କରିବା ଓ ସତ୍କୁ ମନୋନୀତ କରିବା ପାଇଁ ବିବେଚନା ଶକ୍ତି ଲାଭ କରିବା ପର୍ଯ୍ୟନ୍ତ ସେ ଦଧି ତଥା ମଧୁ ଭୋଜନ କରିବ। କାରଣ ସତ୍ ତଥା ଅସତ୍କୁ ବିବେଚନା କରିବାର ଶକ୍ତି ବାଳକଟି ପ୍ରାପ୍ତ ହେବା ପୂର୍ବରୁ ଯେଉଁମାନଙ୍କ ସମ୍ମୁଖରେ ତୁମେ ଭୟଚକିତ ହୋଇଛ, ସେହି 2 ଜଣ ରାଜାଙ୍କର ରାଜ୍ୟ ସକଳ ପରିତ୍ୟକ୍ତ ହେବ। ଯେଉଁଦିନ ଏଫ୍ରାଇମ୍ ଜୁଦାଠାରୁ ପୃଥକୀକୃତ ହେଲା, ତତ୍ପରେ କେବେ ହେଁ ଘଟି ନଥିବା ଭଳି ଏପରି ଦିନଗୁଡ଼ିକ ପ୍ରଭୁ ତୁମ ବିରୁଦ୍ଧରେ, ତୁମ ଜନତା ବିରୁଦ୍ଧରେ ଓ ତୁମ ପିତୃଗୃହ ବିରୁଦ୍ଧରେ ଘଟାଇବେ, ଅର୍ଥାତ୍ ସିରିଆର ରାଜାକୁ ଆଣିବେ। ସେହିଦିନ ଇଜିପ୍ଟର ନଦୀ ସକଳର ଉତ୍ପତ୍ତି ସ୍ଥାନମାନଙ୍କରୁ ମକ୍ଷିକାଗୁଡ଼ିକ ଓ ସିରିଆରୁ ମଧୁମକ୍ଷିକାଗୁଡ଼ିକୁ ସୁସୁରି ମାରି ପ୍ରଭୁ ଡାକିବେ। ଫଳରେ ସେ ସମସ୍ତ ଆସି ଉଚ୍ଚ ଗିରିଶଙ୍କର ପ୍ରସ୍ତର ଫାଟକ, କଣ୍ଟକ ବୁଦାସମୂହ ତଥା ସମସ୍ତ ଚାରଣଭୂମିକୁ ଆଚ୍ଛାଦନ କରିବେ। ସେହିଦିନ ମହାନଦୀର ଅପର ପାର୍ଶ୍ୱରୁ ପ୍ରଭୁ ଭଡ଼ାରେ ଆଣିଥିବା କ୍ଷୁର ଦ୍ୱାରା, ଅର୍ଥାତ୍ ଆସିରିଆର ରାଜାଙ୍କ ମାଧ୍ୟମରେ ମସ୍ତକ, ପାଦର କେଶ ତଥା ଦାଢ଼ି ମଧ୍ୟ କ୍ଷୟ କରିବେ। ସେହିଦିନ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଅଳ୍ପ ବୟସ୍କା ଗାଭୀ ତଥା 2ଟି ମେଷ ପାଳିବେ। ଯେହେତୁ ସେ ସମସ୍ତ ପ୍ରଚୁର ଦୁଗ୍ଧ ପ୍ରଦାନ କରନ୍ତି, ସେହେତୁ ସେ ଦଗ୍ଧି ଭକ୍ଷଣ କରିବ। କାରଣ ଯେଉଁମାନେ ଦେଶରେ ଅବଶିଷ୍ଟ ରହିବେ, ସେମାନେ ଦଧି ତଥା ମହୁ ଭକ୍ଷଣ କରିବେ। ସେହିଦିନ 1000 ଶେକେଲ ରୌପ୍ୟ ମୁଦ୍ରା ମୂଲ୍ୟ ବିଶିଷ୍ଟ 1000 ଦ୍ରାକ୍ଷାଲତା ରପିତ ସମସ୍ତ ସ୍ଥାନ କାନକଡ଼ି ତଥା କଣ୍ଟକ ବୁଦାରେ ପୂର୍ଣ୍ଣ ହେବ। ସମସ୍ତ ଦେଶ କାନକଡ଼ି ତଥା କଣ୍ଟକ ବୁଦାରେ ପୂର୍ଣ୍ଣ ହୋଇଥିବା ଯୋଗୁଁ ଧନୁ ତଥା ଶର ନେଇ ଲୋକେ ସେ ସ୍ଥାନକୁ ଆସିବେ। ଯେଉଁ ସମସ୍ତ ସ୍ଥାନ ପୂର୍ବରେ ଫାଉଡ଼ା ଦ୍ୱାରା ଖୋଳା ହୋଇଥିଲା, ସେ ସ୍ଥାନ ବର୍ତ୍ତମାନ କାନକଡ଼ି ତଥା କଣ୍ଟକ ବୁଦାରେ ପୂର୍ଣ୍ଣ ଥିବା ଯୋଗୁଁ ତୁମେ ସେଠାରେ ପ୍ରବେଶ କରିବ ନାହିଁ। ମାତ୍ର ପଶୁଗୁଡ଼ିକୁ ବନ୍ଧନମୁକ୍ତ କରିବା ଓ ମେଷପଲକୁ ଚରାଇବା ପାଇଁ ଉଦ୍ଦିଷ୍ଟ ସ୍ଥାନରେ
ତାହା ପରିଣତ ହେବ। ଅଧ୍ୟାୟ 8 ଯିଶାୟାଙ୍କ ପୁତ୍ରର ଜନ୍ମ। ଏହାପରେ ପ୍ରଭୁ ମୋତେ କହିଲେ, ଏକ ବିଶାଳ ଫଳକ ନେଇ ସେଥିରେ ସାଧାରଣ ଅକ୍ଷରରେ ମାହେର ସଲାଲ ହସବା ବୋଲି ଲେଖ। ତହୁଁ ଯାଜକ ଉରିଆ ଓ ଜେବେରେଖିଆର ପୁତ୍ର ସେଖାରିଆକୁ ଏହି ଲିଖନର ସାକ୍ଷୀ ରୂପେ ମୁଁ ଡକାଇଲି। ତତ୍ପରେ ମୁଁ ଜଣେ ନାରୀ ପ୍ରବକ୍ତାଙ୍କ ନିକଟକୁ ଗଲି ଓ ଗର୍ଭବତୀ ହୋଇ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲା। ତହୁଁ ପ୍ରଭୁ ମୋତେ କହିଲେ, ତାକୁ ମାହେର ସଲାଲ ହସବାସ ନାମରେ ନାମିତ କର, କାରଣ ଏହି ଶିଶୁ ମୋର ପିତା କିମ୍ବା ମୋର ମାତା ବୋଲି ସମ୍ବୋଧନ କରିବାକୁ ଜାଣିବା ପୂର୍ବରୁ ଦାମାସ୍କସର ଧନସମ୍ପଦ ତଥା ସାମାରିଆର ଲୁଣ୍ଠିତ ଦ୍ରବ୍ୟ ଆସିରିଆର ରାଜା ସମ୍ମୁଖରେ ବୋହି ନିଆଯିବ। ପ୍ରଭୁ ମୋତେ ପୁନରାୟ କହିଲେ, ଶାନ୍ତ ଭାବରେ ପ୍ରବାହିତ ହେଉଥିବା ସିଲୋଆର ଜଳକୁ ଏହି ଜନତା ଉପେକ୍ଷା କରି ରେସିନ ଓ ରେମାଲିଆର ପୁତ୍ର ସମ୍ମୁଖରେ ପ୍ରକମ୍ପିତ ହେଉଥିବା ଯୋଗୁଁ ବିପୁଳ ତଥା ଉଚ୍ଛ୍ୱସିତା ଭାବେ ପ୍ରବାହିତ ନଦୀ ଅର୍ଥାତ୍ ସର୍ବବିଧ ପ୍ରତାପ ବିଶିଷ୍ଟ ଆସିରିଆର ରାଜାଙ୍କୁ ପ୍ରଭୁ ସେମାନଙ୍କ ବିରୁଦ୍ଧରେ ପଠାଇବେ। ସମସ୍ତ ନାଳ ଦେଇ ଉଚ୍ଛ୍ୱସିତ ହୋଇ ତାହା ପ୍ରବାହିତ ହେବ। ତାହା ଯୁଦା ମଧ୍ୟକୁ ପ୍ରବେଶ କରିବ ଓ ଉଚ୍ଛ୍ୱସିତ ଭାବେ ପ୍ରବାହିତ ହୋଇ ଗଳା ପର୍ଯ୍ୟନ୍ତ ଉଠିବ। ହେ ଇମାନୁଏଲ, ତାହାର ବିସ୍ତୃତ ପକ୍ଷ ତୁମର ସମଗ୍ର ଦେଶକୁ ଆଚ୍ଛାଦନ କରିବ। ହେ ଜାତି ସକଳ, ତୁମେମାନେ ଭଗ୍ନ ହୁଅ, ତୁମେମାନେ ଭୟଚକିତ ହୁଅ। ହେ ସୁଦୂରବର୍ତ୍ତୀ ରାଜ୍ୟ ସମୂହ ଶୁଣ, ତୁମେମାନେ କୋଟି ଭିଡ଼ ଓ ଭୟଚକିତ ହୁଅ। ତୁମେମାନେ ସମ୍ମିଳିତ ଭାବେ ଆଲୋଚନା କର, କିନ୍ତୁ ତାହା ବିଫଳ ହେବ। ନିଷ୍ପତ୍ତି ନିଅ, କିନ୍ତୁ ତାହାର କୌଣସି ପ୍ରୟୋଜନ ହେବ ନାହିଁ, କାରଣ ଈଶ୍ୱର ଆମର ସହବର୍ତ୍ତୀ। ପ୍ରଭୁ ଝୁଣ୍ଟି ପଡ଼ିବାର ଏକ ପଥର। ନିଜର ଶକ୍ତିଶାଳୀ ହସ୍ତ ମୋ ଉପରେ ରଖି ପ୍ରଭୁ ମୋତେ ଏହିପରି କହିଲେ ଓ ଏହି ଜନତା ଯେଉଁ ପଥ ଦେଇ ବିଚରଣ କରନ୍ତି ତାହାର ଅନୁସରଣ ନ କରିବାକୁ ମୋତେ ସତର୍କ କରାଇ କହିଲେ, ଏହି ଜନତା ଯାହାକୁ ଚକ୍ରାନ୍ତ ନାମରେ ଅଭିହିତ କରନ୍ତି ତାହାକୁ ତୁମେମାନେ ଚକ୍ରାନ୍ତ ରୂପେ ନାମିତ କର ନାହିଁ ଓ ଯାହା ପ୍ରତି ସେମାନେ ଭୀତତ୍ରସ୍ତ ହୁଅନ୍ତି ତୁମେମାନେ ତାହା ପ୍ରତି ଭୀତତ୍ରସ୍ତ ହୁଅ ନାହିଁ କିମ୍ବା ଭୟଯୁକ୍ତ ହୁଅ ନାହିଁ। କିନ୍ତୁ ସେନାଧୀଶ ପ୍ରଭୁ ତାହାକୁ ତୁମେମାନେ ପବିତ୍ର ରୂପେ ବିବେଚନା କର, ତାହାଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କର ଓ ତାହାଙ୍କ ପ୍ରତି ଭୟଯୁକ୍ତ ହୁଅ। ପୁଣି ସେ ପବିତ୍ରାଳୟ ତଥା ପଦସ୍ଖଳନର ଶୈଳ ହେବେ। ଇସ୍ରାଏଲର ଉଭୟ ଗୃହକୁ ସ୍ଖଳିତ କରାଉଥିବା ପ୍ରସ୍ତର ସେ ଏବଂ ଜେରୁସାଲେମବାସୀମାନଙ୍କ ପାଇଁ ସେ ଫାନ୍ଦ ତଥା ଫାଶ ହେବେ। ଅନେକେ ତାହା ଉପରେ ଝୁଣ୍ଟି ପଡ଼ିବେ, ପତିତ ହୋଇ ସେମାନେ ଭଗ୍ନ ହେବେ ଓ ଫାଶରେ ପଡ଼ି ଧରା ହୋଇଯିବେ। ନିଜ ଶିଷ୍ୟମାନଙ୍କୁ ଯିଶାୟାଙ୍କର ସମ୍ବୋଧନ। ଏହି ସାକ୍ଷ୍ୟ ପ୍ରମାଣକୁ ବନ୍ଧ ଓ ଏହି ଶିକ୍ଷାକୁ ମୋର ଶିଷ୍ୟମାନଙ୍କ ମଧ୍ୟରେ ମୁଦ୍ରାଙ୍କିତ କରି ରଖ। ଯିଏ ଯାକୁବଙ୍କ ଗୃହଠାରୁ ସମ୍ମୁଖୀନ ଆଚ୍ଛାଦନ କରି ରଖନ୍ତି ସେହି ପ୍ରଭୁଙ୍କ ପ୍ରତି ମୁଁ ପ୍ରତୀକ୍ଷାରତ ହେବି ଓ ତାହାଙ୍କଠାରେ ମୁଁ ଆସ୍ଥା ସ୍ଥାପନ କରିବି। ଦେଖ, ଯିଏ ସିୟନ ପାହାଡ଼ ଉପରେ ଅବସ୍ଥିତ ସ୍ଥାପନ କରନ୍ତି ସେହି ସେନାଧୀଶ ପ୍ରଭୁଙ୍କଠାରୁ ମୁଁ ଓ ପ୍ରଭୁଙ୍କ ଦ୍ୱାରା ମୋତେ ପ୍ରଦତ୍ତ ସନ୍ତାନମାନେ ଇସ୍ରାଏଲ ପାଇଁ ଏକ ନିଦର୍ଶନ ତଥା ଅଦ୍ଭୁତ କର୍ମ ସ୍ୱରୂପ ଅଟୁ। ସେମାନେ ଯେତେବେଳେ ତୁମମାନଙ୍କୁ କହିବେ, ଗୁଣୁ ଗୁଣୁ ତଥା ଫୁସୁରୁ ଫାସର ହେଉଥିବା ପ୍ରେତାତ୍ମା ତଥା କୁହୁକୀମାନଙ୍କ ନିକଟରେ ଅନ୍ୱେଷଣ କର, ସେତେବେଳେ ଜନତା କ'ଣ ନିଜ ଈଶ୍ୱରଙ୍କ ନିକଟରେ ସନ୍ଧାନ କରିବା ଉଚିତ ନୁହେଁ? ସେମାନେ କ'ଣ ଜୀବିତମାନଙ୍କ ସକାଶେ ମୃତମାନଙ୍କ ନିକଟରେ ସନ୍ଧାନ କରନ୍ତି ନାହିଁ?
ଶିକ୍ଷା ତଥା ସାକ୍ଷ୍ୟ ପ୍ରମାଣର ଅନ୍ୱେଷଣ କର। ସେମାନଙ୍କ ଦ୍ୱାରା କଥିତ ଏହି ବାକ୍ୟ ଅବଶ୍ୟ କେବେ ହେଁ ପ୍ରକାଶ ପ୍ରାପ୍ତ ହେବ ନାହିଁ। ଭୀଷଣ ଦୁର୍ଦ୍ଦଶାଗ୍ରସ୍ତ ତଥା କ୍ଷୁଧାର୍ତ ହୋଇ ସେମାନେ ଦେଶ ତମାମ ଭ୍ରମଣ କରିବେ। କ୍ଷୁଧାତୁର ଥିବା ସମୟରେ କୁପିତ ହୋଇ ସେମାନେ ସେମାନଙ୍କ ରାଜା ତଥା ଈଶ୍ୱରଙ୍କୁ ଅଭିଶାପ ଦେବେ। ସେମାନେ ଊର୍ଦ୍ଧ୍ୱକୁ ନିରୀକ୍ଷଣ କରିବେ ଓ ତତ୍ପରେ ଭୂସ୍ଥଳକୁ ଚକ୍ଷୁନତ କରିବେ, କିନ୍ତୁ ସର୍ବତ୍ର ଦୁର୍ଦ୍ଦଶା, ଅନ୍ଧକାର ଓ ଅତିଶୟ ଦୁଃଖର ତମସାକୁ ସେମାନେ ଦେଖିବାକୁ ପାଇବେ। ଆଉ ସେମାନେ ନିବିଡ଼ ତିମିରରେ